ତ ଯାହା ବି ହେଲେ ଭଲ ଥିବ କାରଣ ଏଇଟା ଯେହେତୁ ଗୋଟେ ନ୍ୟାସନାଲ ଲେଭେଲ ଏକ୍ଜାମ ତ ସେଇଭଳି ପରିଶ୍ରମ କରିବାକୁ ପଡିବ। ଆପ୍ରୋକ୍ସିମେଟଲି 10 ରୁ 9 ଆୱାର ତ ଆମ ଷ୍ଟଡିଆର ପଡେ। ଆଉ ଯେହେତୁ ସମସ୍ତଙ୍କ ଆଶୀର୍ବାଦ ଆଉ ଘର ଲୋକଙ୍କ ଆଶୀର୍ବାଦ ବଡ ଲୋକଙ୍କ ଆଶୀର୍ବାଦ ସବୁ ଆଶୀର୍ବାଦର ମିଶ୍ରଣରୁ ଏଇ ରେଜଲ୍ଟ। ଫ୍ୟୁଚର ପ୍ଲାନିଂ ଯେହେତୁ ଏଟା ମାନେ ନ୍ୟାସନାଲ ଲେଭେଲ ଏକ୍ଜାମ ଯୋଉଥିରେ କି ଡକ୍ଟର ପାଇଁ ଏକ୍ଜାମ ଦରକାର ତ ଏଥିରେ ଭଲ ରେଜଲ୍ଟ କଲା ପରେ ମୋର ଏଇଆ ଆଶା କି ଗୋଟେ ଭଲ ଡକ୍ଟର ହେଇକି ବହୁତ ମାନେ ଯୋଉଟା କି ଗୋଟେ ଭଲ ଡକ୍ଟର କରିବା ଉଚିତ ସେଇଆ କରିବା ଇଚ୍ଛା। ଏ ବର୍ଷ ଏକ୍ଜାମ ବେସିସ ରୁ ତ ଗୋଟେ ଜଣା ପଡୁଛି ଯେହେତୁ ନିଟ୍ କ୍ୟାନସଲ ହେଇଥିଲା ହେଇଥିଲା ତ ଏଟା ଗୋଟେ ବହୁତ ବଡ ଝଟକା ଲାଗିପାରେ। ତ ଏଇଠୁ ଭଲ ବାର୍ତ୍ତା ଆସେ କି ଜୀବନରେ ଯେବେ ବି ଗୋଟେ ବାଧା ଆସେ ତ ସେତେବେଳେ ତାକୁ ଆମେ ନ ଡରିକି ହୋସଲା ସହ ତାକୁ ଟେକଅପ୍ କରିବାର ଅଛି। ସପୋର୍ଟ ତ ବେସିକାଲି କହିବାକୁ ଗଲେ ସବୁ ପରେ ମୋ ଝିଅ, ମୋ ପୁଅ ଉପରେ ତାର ବଡ ଭଉଣୀଟି ଅଛି, ସେ ସବୁ ପ୍ରକାର ସପୋର୍ଟ କରୁଥିଲା ଯେ କି ସେ କେମିତି ପାଠ ପଢିବ କଣ କେମିତି କରିବ ସବୁ ଗୁଡା ଗାଇଡ କରୁଥିଲା। ଯଦି ସେ ଗାଇଡ କରୁଥିଲେ ତାର ପ୍ରାୟତଃ କ୍ରେଡିଟ ତା ବଡ ଭଉଣୀ ଦେଇଛି। ଆଉ ତ ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ପ୍ରୋତ୍ସାହନ ଏସବୁ ଅଛି। ଉତ୍ସାହିତ ବି ପିଲାକୁ ସମସ୍ତେ, ମୋ ପରିବାର ଜଏଣ୍ଟ ଫ୍ୟାମିଲି, ଆମେ 3ଟା ପରିବାରକୁ ନେଇକି 3 ଭାଇ ଏକାଠି ଅଛୁ। ସମସ୍ତଙ୍କର ଆଶୀର୍ବାଦ ଫଳରେ ସେ ଆଜି ସଫଳତା ହାସଲ କରିପାରିଛି। ସର୍ବପ୍ରଥମେ ପ୍ରଭୁ ଜଗନ୍ନାଥ ଯୋଉ ନମସ୍କାର ମୋ ଅନ୍ତରରୁ ପ୍ରଣାମ ଜଣାଉ। ବହୁତ ଖୁସି ଅଛି। ପିଲାଦିନରୁ ସ୍ୱପ୍ନ ଥିଲା ଯୋଉଟା ଆମେ ନ କରିପାରୁଛୁ ସେଟା ଆମ ପିଲା ମାଧ୍ୟମରେ ଆମ ପିଲାମାନେ କଲେ ଆମେ ସେଇଟା ପାଇବୁ। ପିଲାଦିନରୁ ମୋର ବି ସମାଜ ସେବା କରିବାର ବହୁତ ଇଚ୍ଛା ଥିଲା। ମୁଁ ଏଇ ସାଧାରଣ ଭାବରେ ଗ୍ରାସ ରୁଟରେ କାମ କରୁଛି, ମା ମାନଙ୍କୁ ସେବା ଯୋଗଉଛି। ମୋ ପିଲାମାନେ ଯଦି ମଣିଷ ହେଇକି ଆଗକୁ କିଛି ଭଲ କରିବେ ଆଉ ଅନ୍ୟମାନଙ୍କୁ ସେବା ଯୋଗେଇ